ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନାଙ୍କ ନୂଆପଡ଼ା ଗସ୍ତ। ମାଓପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକାରେ ବାଧକ ସାଜିଥାଏ ମାଓବାଦୀଙ୍କ ତୁମୁଳ କାଣ୍ଡ। କେତେବେଳେ ନିରୀହ ଜୀବନ ଉପରେ ମାଓବାଦୀ ଦାଉ ସାଧିଥାନ୍ତି ତ କେତେବେଳେ ପ୍ରଶାସନ ଉପରେ। ମାଓବାଦୀଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପୂର୍ବରୁ ଘଟିଯାଇଥାଏ ଅନେକ କିଛି ଅଘଟଣ। ମାଓବାଦୀଙ୍କୁ ଦମନ କରିବା ପାଇଁ ସରକାର ଅନେକ କୌଶଳ ଅବଲମ୍ବନ କରିଥିଲେ ମଧ୍ୟ ମାଓ ହିଂସାରୁ ମୁକ୍ତି ମିଳିପାରୁନାହିଁ। ଏହାର ପଛରେ କାରଣ କ'ଣ ତାହା ବର୍ତ୍ତମାନ ବି ଅସ୍ପଷ୍ଟ ରହିଛି। ପ୍ରଶାସନକୁ କଡ଼ା ଜବାବ ଦେଇ ମାଓବାଦୀ ହିଂସାର ଆଶ୍ରା ଧରି ଘଟାଇ ଚାଲିଛନ୍ତି ଅଘଟଣ ପରେ ଅଘଟଣ। ତଥାପି ସରକାର ଯୋଜନା କରି ଚାଲୁଛି କେମିତି ମିଳିବ ମାଓ ହିଂସାରୁ ମୁକ୍ତି। ମାଓବାଦୀ ସହିତ ଲଢ଼େଇ କରି ଅନେକ ଯବାନ ଜୀବନ ଦେଇ ସାରିଲେଣି। କେବଳ ଯେ ଯବାନମାନେ ଜୀବନ ଦେଇଛନ୍ତି ତାହା ନୁହଁ, ଯବାନମାନଙ୍କ ଭକିଲା ବନ୍ଧୁକର ଗୁଳିରେ ଅନେକ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି। ନିକଟରେ ନୂଆପଡ଼ା ଜିଲ୍ଲାର 5 କିଲୋମିଟର ଦୂରତାରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ପୋଲିସକୁ ମିଳିଥିଲା ବଡ଼ ସଫଳତା। ଯବାନମାନଙ୍କ ଏନକାଉଣ୍ଟରରେ 14 ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀଙ୍କ ନିହତ ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନା ନୂଆପଡ଼ା ଗସ୍ତରେ ଆସିଛନ୍ତି। ପୋଲିସକୁ ମିଳିଥିବା ବଡ଼ ସଫଳତା ବିଷୟରେ ଅନୁଧ୍ୟାନ କରି ପୁଣି କିଛି ନୂଆ ଚିନ୍ତାଧାରା ପାଇଁ ପୋଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପୋଲିସଙ୍କ ସଫଳତାର ଘଟଣା ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ବେଳେ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନାଙ୍କ ନୂଆପଡ଼ା ଜିଲ୍ଲା ଗସ୍ତରେ ସାରା ସହର ଚଳଚଞ୍ଚଳ ହୋଇଉଠିଥିଲା। ନୂଆପଡ଼ା ଜିଲ୍ଲାର ସାରା ପୋଲିସ ଡିପାର୍ଟମେଣ୍ଟ ପୋଲିସ ମହାନିର୍ଦ୍ଦେଶକଙ୍କ ଗସ୍ତ କାର୍ଯ୍ୟକ୍ରମରେ ତତ୍ପରତା ଅବଲମ୍ବନ କରିଥିଲେ। ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବରେ ୱାଇ.ବି. ଖୁରାନାଙ୍କ ଗସ୍ତକୁ ସଫଳତାର ସହିତ ଶେଷ କରିବା ପାଇଁ ବିଧିବଦ୍ଧ ଭାବରେ ପ୍ରସ୍ତୁତି କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଏହି ଗସ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏଥିରେ ପ୍ରଶାସନ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲା। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ କୁଳାହାରି ଘାଟର ଭାଲୁଟିକି ଜଙ୍ଗଲରେ ଏନକାଉଣ୍ଟର ବେଳେ ମାଓବାଦୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନା ସୂଚନା ଦେଇଛନ୍ତି। ତାଙ୍କ ସହିତ ପୋଲିସ ଆଇଜି ଅପରେସନ ନୂଆପଡ଼ା ପୋଲିସ ଆରକ୍ଷୀ ଅଧୀକ୍ଷକ ଜି.ଆର୍. ରାଘବେନ୍ଦ୍ର, ନୀତି ଶେଖର ଆଖୁଲେ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଅପରେସନରେ 3ଟି ଯବାନ ଦଳ ସାମିଲ ହୋଇଥିବା ବେଳେ ଏହି ସଫଳତାରେ ଅତ୍ୟାଧୁନିକ ରଣନୀତି ବ୍ୟବହାର କରାଯାଇଥିଲା। ଏହି ଅପରେସନ ପ୍ରକ୍ରିୟା ଆଗକୁ ଜାରି ରହିବା ସହିତ ମାଓ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଅନେକ ଅତ୍ୟାଧୁନିକ ରଣନୀତି ସହ ବହୁ ବିଷୟ ସମ୍ମୁଖକୁ ଆସିଛି। ଏହି ଏନକାଉଣ୍ଟରରେ ମାଓବାଦୀଙ୍କୁ ନିହତ କରି ପୋଲିସକୁ ବଡ଼ ଧରଣର ସଫଳତା ମିଳିଥିବା ଯୋଗୁଁ ପୋଲିସଙ୍କ ମନୋବଳ ବଢ଼ିଯାଇଛି, ଯାହାଫଳରେ ଆଗାମୀ ଅପରେସନରେ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ପୋଲିସ ଡିପାର୍ଟମେଣ୍ଟ ଆଶା ବାନ୍ଧି ପାରିଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।